जिला प्रशासन और सांबादिक मध्य छक्का पंझार अंत घटुनी जिला को अपमानित करने भली घटना बारंबार घटुछि। एने खबर प्रसारण कले सांबादिकों कार्यालय को अपमान पूर्वक चिठी दे रायगड़ा डीआईपीआरओ सांबादिक कंठरोध करने उद्यम करुछंती। मद्यप गुंडा भली असंवैधानिक शब्दरे 5 जन सांबादिकों कार्यालय को जिला प्रशासन प्याड्रे डीआईपीआरओ दस्तखतर जाइथिबा चिठी जिलार सांबादिक महल में आलोड़न सृष्टि करुछि। जिला स्तरीय बैठक को सांबादिक माने भंडूर करने को मद्यपान कर आसुछंती बोली रायगड़ा डीआईपीआईओ विभिन्न गणमाध्यम ऑफिस को पठाई। सांबादिक माने मद्यपान करी बैठक भंडूर करने और सांबादिक माने मद्यपान करने कथा को डीआईपीआरओ केमिति जानिले पुलिस सांबादिक माने प्रश्न करने एवं घटनार अनुध्यान करने आसंता 7 दिन भितर निजर पक्ष रखिबा रायगड़ा सांबादिक समूह दावी करिसेंती। एने आज सांबादिक समूह डेपुटी कलेक्टर जरिया जिलापाल को दाबीपत्र प्रदान करिसेंती। ଏବେ ଆମେ ଗତ ଦିନରେ ଆମେ ଆମର ସାମ୍ବାଦିକ ଭାଇମାନଙ୍କ ପାଖରୁ କିଛି ପତ୍ର ପାଇଲୁ ଯୋଉଟାକି ତାଙ୍କର ଏଡିଟର ମାନଙ୍କୁ ଦିଆଯାଇଛି। ଯଥା ଯେମିତି ଆମର ଏମ୍ବିସି ଟିଭି, ଯେମିତି ଆମର ନ୍ୟୁଜ୍ 18, ତା ଛଡ଼ା କନକ ଟିଭି, ଆଉ ତାପରେ ଅନୁପମ ଭାରତ ଆଉ ସମୟ, ଏଇ 5ଟି ଆମେ ପାଇଛୁ ଏପର୍ଯ୍ୟନ୍ତ। ଆଉ ଭାବୁଛୁ ଆଉ କାହା ପାଖକୁ ଦେଇଥିବେ। ତାଙ୍କ ବିରୁଦ୍ଧରେ ଲେଖାଯାଇଛି ଡିଆଇପିର କହିଛନ୍ତି ଯେ ଆଇ ଏମ୍ ଡାଇରେକ୍ଟେଡ୍ ବାଇ ମାଇ ଅଥରିଟି। ତେଣୁ ସେ ନିର୍ଦ୍ଦେଶକ ତାଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଏଭଳି ଚିଠି ଲେଖିବାକୁ ଆମର ଏଡିଟର ମାନଙ୍କୁ, ଯୋଉଥିରେ ଅଭିହିତ କରାଯାଇଛି ଆମକୁ ଗୁଣ୍ଡା, ଆମକୁ ମଦୁଆ ଏବଂ ଆମେ ହାବିଚୁଆଲ ଅଫେଣ୍ଡର୍ସ, ମାନେ ହାବିଚୁଆଲ ଆମେ ମିଟିଂ ଭଙ୍ଗକାରୀ। ଯେତେ ସବୁ ମିଟିଂ ହଉଛି ସେ ସବୁ ମିଟିଂକୁ ଆମେ ଭଙ୍ଗ କରୁଛୁ, ସେଭଳି ଆମକୁ ଅଭିହିତ କରିଛନ୍ତି, ଦୋଷାରୋପ କରାଯାଇଛି। ଏବଂ ଏଇଟାକୁ ଆମକୁ ଡାଇରେକ୍ଟଲି କୌଣସି ମାନେ ଆଲୋଚନା ନ କରି ଆମର ଏଡିଟର ମାନଙ୍କୁ ଦିଆଯାଇଛି ଆମକୁ ଭୟଭୀତ କରିବା ପାଇଁ। କଣ ଭୟଭୀତ କାହିଁକି କରୁଛନ୍ତି ନା, ଯୋଉ ଡେଭଲପମେଣ୍ଟ ଡେଫିସିଟ୍ ଅଛି, ଡେଭଲପମେଣ୍ଟ ଡେଫିସିଟ୍ ମାନେ ଯୋଉଭଳି ଭାବରେ ଆମର ଉନ୍ନୟନ ପ୍ରକ୍ରିୟା ଚାଲିବା କଥା ଜିଲ୍ଲାରେ ସେଭଳି ଚାଲୁନି। ଯଥା ଶିଶୁ ବିକ୍ରି ହଉଛି, ଯଥା ଆପଣଙ୍କର ନିୟମଗିରିରେ ଏବେ ପର୍ଯ୍ୟନ୍ତ ଆମ୍ବ ଟାକୁଆ ଖାଉଛନ୍ତି, କାଠଗୁଣ୍ଡ ଖାଉଛନ୍ତି, ଯଥା ଆପଣଙ୍କର 1,80,000 ଗୋଟେ ସିମେଣ୍ଟର ବସ୍ତା ଏନ୍ଆରଜି ରେ କାଶୀପୁରରେ ବାହାରୁଛି। ଏଇଭଳି ବହୁତ ଜିନିଷ ବାହାରୁଛି। ବିଶେଷ ଭାବରେ ଏଇ ଜିଲ୍ଲାପାଳ ଆସିବା ପରଠାରୁ ଏଇସବୁ ଜିନିଷ ହଉଛି। ତେଣୁ ଏଇ ଜିଲ୍ଲାପାଳ ସେଇଟାକୁ ମୁଁ ଭାବୁଛି ଆକ୍ରୋଶମୂଳକ ଭାବେ ଡିଆଇପିଆରଙ୍କୁ ଲଗେଇକିରି ଆମମାନଙ୍କ ବିରୁଦ୍ଧରେ ଆମର ଯୋଉ ସତ୍ୟ ପ୍ରତିପାଦିତ କରୁଛୁ ତାର କଣ୍ଠରୋଧ କରିବା ପାଇଁ ଏଇଭଳି ଜିନିଷ କରୁଛୁ, ଯୋଉଟାକୁ ମୁଁ ତ ନିନ୍ଦା କରୁଛି। ମୁଁ ବର୍ତ୍ତମାନ ମିଡିଆ କ୍ୟାସର ଅଧ୍ୟକ୍ଷ ଅଛି, ତା ଛଡା ବି ଜିଲ୍ଲା ସାମ୍ବାଦିକ ସଂଘର ମୁଁ ଅଧ୍ୟକ୍ଷ ଅଛି। ଆଉ ମୁଁ ଭାବୁଛି ଯେ ଏଇ ଯୋଉ ଭାବରେ ଆମର କଣ୍ଠରୋଧ କରିବାକୁ ଚେଷ୍ଟା କରାଯାଉଛି, ଇଏ କୌଣସି ଜିଲ୍ଲାପାଳ, ମୋର ଏଇ 30 ବର୍ଷ ଭିତରେ ମୁଁ ଦେଖି ଆସି କୌଣସି ଜିଲ୍ଲାପାଳ ବା କୌଣସି ଡିଆଇପିଆର ଏଭଳି ଅବ୍ୟବସ୍ଥ ଢଙ୍ଗରେ ମିଡିଆକୁ ଯେଭଳି ଭାବରେ ହ୍ୟାଣ୍ଡେଲ କରିବା କଥା, ମିଡିଆ ମାନଙ୍କର ତାଙ୍କ ନାଁ ହଉଛି ଡିଆଇପିଆରଓ, ଡିଷ୍ଟ୍ରିକ୍ଟ ପବ୍ଲିକ ରିଲେସନ ଅଫିସର। ତେଣୁ ପବ୍ଲିକ ସାଙ୍ଗରେ ସେ ତ ଆମ ସାଙ୍ଗରେ ରିଲେସନ ରଖିପାରୁନାହାନ୍ତି, ପବ୍ଲିକ ସାଙ୍ଗରେ କଣ ରଖିବେ? ତେଣୁ ପବ୍ଲିକ ସାଙ୍ଗରେ ରିଲେସନ ନ ରଖି ସେ ଆମକୁ ଯୋଉମାନେ ପବ୍ଲିକର ମାଉଥ ପିସ୍, ଆମେ ମାନେ କହୁଛୁ ରିଫ୍ଲେକ୍ଟ କରୁଛୁ, ଆମେ ଯୋଉ ପବ୍ଲିକର ଓପିନିଅନକୁ ଆମେ ରିଫ୍ଲେକ୍ଟ କରୁଛୁ, ସତ୍ୟ ପ୍ରତିପାଦିତ କରୁଛୁ, ସେଗୁଡାକୁ ଆମର କଣ୍ଟ୍ରୋଲ କରିବା ପାଇଁ ଇଏ ଗୋଟେ ହୀନ ଚକ୍ରାନ୍ତ। ଏଇଟାକୁ ଆମ ସାମ୍ବାଦିକ ସଂଘ ମାନଙ୍କ ଠାରୁ ଯେତେ ସାମ୍ବାଦିକ ଅଛନ୍ତି, ଆମେ ଆଜି 50-60 ଜଣ ସାମ୍ବାଦିକ ଆସିଥିଲୁ, ଜିଲ୍ଲାପାଳ ତ ନାହାନ୍ତି, ସମସ୍ତେ ନିନ୍ଦା କରୁଛନ୍ତି ଯେ ଏଇଟା ଗୋଟେ ଅତି ଘୃଣ୍ୟ କଥା ଆଉ ଇତିହାସରେ ବିରଳ, ଓଡିଶା ଇତିହାସରେ ବିରଳ। ତେଣୁ ମୁଁ ଭାବୁଛି ଆଉ ସାମ୍ବାଦିକ ମାନେ ତାଙ୍କର ଭାବୁଛନ୍ତି ସେମାନେ ସାମ୍ବାଦିକ ସବୁ ଅଲଗା ଅଲଗା ଅଛନ୍ତି, ସିଏ ଗୋଟେ ସାମ୍ବାଦିକ ସଂଘ, ଇଏ ଗୋଟେ ମିଡିଆ କେୟାର, ସିଏ ଗୋଟେ ମିଡିଆ କ୍ଲବ। ତେଣୁ ସେମାନେ ସାମ୍ବାଦିକ ସବୁ ମାନେ ଅଲଗା ଅଲଗା ଅଛନ୍ତି। କଣ ପ୍ରତିକ୍ରିୟା ଆଗକୁ ରହିବ? ବର୍ତ୍ତମାନ ଜିଲ୍ଲାପାଳ କଣ ସବୁ ଲିଖିତ ଆକାରରେ ଜଣାଇଛନ୍ତି? ଆମେ ଏବେ ତ ଆଜି ଆସିଥିଲୁ ଜିଲ୍ଲାପାଳଙ୍କୁ ଜଣାଇବାକୁ ଯେ ଯୋଉଭଳି ଭାବରେ ଆମକୁ ନିନ୍ଦିତ କରାଯାଇଛି ଏଇଟା ଅତି ଘୃଣ୍ୟ କଥା। ଏବଂ ଆମେ ତାଙ୍କୁ ଅନୁରୋଧ କରୁଛୁ ଏବଂ ଦାବି ବି ରଖୁଛୁ ଯେ ସେ ଅତି ଶୀଘ୍ର, ବିଶେଷ ଭାବରେ 7 ଦିନ ଭିତରେ, ତାଠୁ ଆଗରୁ ବି କରିପାରିବେ, ଆମ ସାଙ୍ଗରେ ଏକ ଆଲୋଚନା କରନ୍ତୁ। ଆଉ ଆଲୋଚନା କରିକିରି ଏଇ ଯୋଉ ସମସ୍ୟାଟା ଉପୁଜିଛି ତା ସମାଧାନ କଲେ ହିଁ ଜିଲ୍ଲାର ଯୋଉ ଉନ୍ନୟନ ପ୍ରକ୍ରିୟା ଭଲ ଭାବରେ ଆଗକୁ ଯିବ। ତେଣୁ ଏଇ ଜିଲ୍ଲାପାଳ ଆସିବା ପରଠୁ ଏଇ ଇତିହାସ, ଏଇ ଯୋଉ ଭିନ୍ନ ଇତିହାସ ସୃଷ୍ଟି ହେଇଛି, ମୁଁ ଭାବୁଛି ଏଟାକୁ ବନ୍ଦ କରିବା ଉଚିତ। ଆଗାମୀ କଣ ପଦକ୍ଷେପ ରହିବ? ଆଗାମୀ ପଦକ୍ଷେପରେ ଆମେ ଯେତେବେଳେ ଏଇଟାକୁ ନେଇଛୁ, ଆମେ ଜିଲ୍ଲାପାଳକୁ ଆମେ ଭାବିଲୁ ଜିଲ୍ଲାର ସେ ମୁଖ୍ୟ, ଆମେ ଜିଲ୍ଲାପାଳକୁ ଜଣାଉଛୁ ଏବଂ ଆମେ ଭାବୁଛୁ ଯଦି ଏଟା ଆମେ ଆଗକୁ ଆମର ଯେ ନେତା ହଉଛି ଲୋକ ପ୍ରତିନିଧି, ଆମେ ଏମଏଲଏ ଏମପି ନେଇକି ଆମେ ଏବେ ଆସେମ୍ବଲିରେ ପ୍ରଶ୍ନ ଉଠେଇବୁ ଯେ ପ୍ରକୃତରେ ଆମେ ଚୋର, ବଦମାସ, ଖଣ୍ଟ କି ଆମେ ମଦୁଆ, ଆମେ ମିଟିଂ ଭଙ୍ଗକାରୀ। ତେଣୁ ସେଇଟାକୁ ଆମର ପ୍ରତିନିଧି ହଉଛି ଲୋକ, ଆମେ ତାଙ୍କର
आमर सीसीआर लिखे कलेक्टर आमर सीसीआर जी आमर जी अति क्लोज लोक प्रतिनिधि आमर प्रतिनिधि आम सब लोक प्रतिनिधि पाक जीवु और लोक पाक जीवु एंकर हायर अथॉरिटी को जीवु मु भावुची ये सर्वे सर्वा नुहति कलेक्टर तांको ऊपर भी आउ लोक अछन तांको ऊपर भी आउ लोक अछति तेणु आमे सरकार तक पूरा दोष दउनु आमे जिला प्रशासन को दोष दउनु। रायगढ़ जिला प्रतिनिधि मालेश कौशलें खबर निरपेक्ष न्यूज।